जय जगन्नाथ। आज भल कथा पिले मन रख, 2.5 वर्ष घोर विपद कौन आग को महापुरुष कहते 2.5 वर्ष महाविपद अच्छे मीन शनि शनिवार चलिला गत 29/3/2025 मसीह शनिवार पड़ा एटा प्रकृत में बैशाख मासरे मीन शनि पड़ी ये कौन कहीपे तुमको आम कहूँ मन रखता बैशाख मास मीन शनि पड़ो मुकुंद देव वर्तमान चली शनिवार मीन शनि है किए कौन भावुँ भाव आम सहित किसी कहार ना तुम मान कहूँ ये मीन शनि पड़ी शनिवार शनि मीन राशि की शनिवार चलुं शनिवार चलिए शनि जी कौन हुए महा खराब तुमको देख अगस्ट 14 तारीख विषय में गोटे आलोचना करते काल पुरुष मर्त्यमंडल को अवधारण कर मीन शनि जो है 29 मार्च रे मीन शनि कौन है चलन है शनि चलन है अगस्ट 14 तारीख दिन काल पुरुष अवतरण कले 15 तारीख दिन अमेरिका तारीफ सब लगे गला ना नहीं तापरठू तुम देख वर्तमान सबू देश देश भितर वर्तमान युद्धर विभीषिका घमाघट नहीं 49 अंकुर कौन युद्ध आरंभ होटा कह रुषिया युद्ध जार जात सुत पांडव बंक नाथ ताबामे कंकड़ा रखिब चतुर्थ समर होइब आरंभ रुषिया हेब विमुख शिवकल्प शास्त्र कहले 49 अंकरी कौन हम चतुर्थ समर हम आम तृतीय वर्ल्ड वार कहचे ये महापुरुष चतुर्थ समर कहीं कहते ना सत्य जुगर युद्ध होता त्रेतार युद्ध होता द्वापर युद्ध होता कली युद्ध हम आ कौन है रुषिया हेब विमुख रुषिया आगवर हम देख से 49 अंकरू यूक्रेन रुषिया युद्ध आरंभ होती नहीं एपन थमिला ये भी थमिब ना लास्ट शेष समय रे ये युद्धर विभीषिका एमती धर्म युद्ध विवेचित धर्म को धर्म धर्म भितर कौन हो युद्ध आरंभ हो बुझी एमती 2.5 वर्ष भितर भोग हम लोक माने थल पाइबे नहीं फल पाइबे ना कौन जाति भेद किसी रही गोटे स्थान सब तो बसवे गोटे स्थान समस्त हो तुम देख 19 मसीहा बात्या जो बात्या सब सुरक्षित स्थान को जो लोक पलैले से जाति भेद रहा ब्राह्मण हो क्षत्रिय हो वैश्य हो शूद्र हो जाति रहा ना समस्त गोटे जगह आश्रय नहीं गले केमी जीवन रक्षा से जो रिलीफ आईला समस्त गोटे जगह बसिकी खाइले है नहीं खाइले नहीं ना सेमती गोटे 2.5 वर्ष भितर भोग कर परिस्थिति भयंकरिया हम बुझी आम किसी व्यक्ति कहते किसी होने किसी होने अरे भारत रे सीना हो नहीं तो पृथ्वीटा कथा चिंता कर आग सियाड़ू हो शेष को रसटा ये बाहर भारत भारत से तो तुम बुद्धि जाइए ना
ବର୍ତ୍ତମାନ ପୃଥିବୀର ପରିସ୍ଥିତି କ'ଣ ଯିଏ ଅନୁଭବ କରିବ, ଯିଏ ନିଜ ଘରକୁ ଜଗତ ସହିତ ସମାନ କରିବ, ସେ ଜାଣିପାରିବ ମୋ ଘରଟା କ'ଣ। ମୁଁ ଯେମିତି ଜାଣିଛି ଜଗତଟାକୁ ମୋ ଘର ରୂପେ ଯଦି ମୁଁ ଭାବିବି, ତାହେଲେ ବର୍ତ୍ତମାନ ସଂସାର କ'ଣ ହେଉଛି ସେ ଜାଣିପାରିବ। ଆଉ ଯିଏ ଯଦି ନିଜ ଏଲିମେଣ୍ଟ ଭିତରେ ରହିଯିବ, ନିଜ ପୁଅ, ନିଜ ଝୁଅ, ନିଜ ପରିବାର ଉପରେ ଚିନ୍ତା କରିବ, ଜଗତ କଥା ଚିନ୍ତା ନାହିଁ, ସେ ଲୋକ କ'ଣ ଜାଣିବ। ଅନ୍ଧ ପାଖେ ଦୀପ ରଖିବା ଯାହା, ବୁଝଉଛି, କାଲା ପାଖେ କାକୁଡି ଖାଇବା ଯାହା, ସିଏ ହଉଛି ସେଇଆ। ମହାପୁରୁଷ କହିଲେ କୃତିକା ରୋହିଣୀ ବାସରେ ମୀନ ଶନି ଯେତେବେଳେ ନଥିବ କାହାର ଜାତି କୂଳ ଭୁଞ୍ଜିବେ ଗୋଟିଏ ପତ୍ର। ବୁଝି ହଉଛି ନା। କୃତିକା ରୋହିଣୀ ବାସରେ, କୃତିକା ବୋଲନ୍ତି 3, ରୋହିଣୀ ବୋଲନ୍ତି 4, ମିଶେଇ କେତେ ହେଲା 7। କହିଲେ ସପ୍ତମ ବାସରେ, ସପ୍ତମ ବାସ କିଏ ସେ ହେଲା ଶନିବାର। ଏଠି ଅଙ୍କ କହିନାହାନ୍ତି, ସେ ବାସ ଶବ୍ଦଟା ନେଇଛନ୍ତି, ଅଙ୍କରେ କହିନାହାନ୍ତି। ବାସରେ, ବାସ ବୋଲନ୍ତି ଦିନ, ମାନେ ସପ୍ତମ ଦିନରେ। କହିଲେ ମୀନ ଶନି ଯେତେବେଳେ ସପ୍ତମ ଦିନରେ ମୀନ ଶନି ହବ, ମାନେ ଶନିବାର। ସପ୍ତମ ଦିନ କ'ଣ? ରବି, ସୋମ, ମଙ୍ଗଳ, ବୁଧ, ଗୁର, ଶୁକ୍ର, ଶନି। ରବିବାର ହେଲା ମୂଳ ବାର। ହେଲେ ଶନିବାର ମୀନ ଶନି ଚଳନ ହବ, ନଥିବ କାହାର ଜାତି କୂଳ ଭୁଞ୍ଜିବେ ଗୋଟିଏ ପତ୍ରର। ଏମିତି ଗୋଟେ ସମୟ ଆସିବ, ବହୁତ କ୍ଷତି ଘଟିବ, ଲୋକମାନେ ଗୋଟିଏ ଜାଗାରେ ଆଶ୍ରୟ ନେବେ, ସେଠି ଆଉ ତାଙ୍କର ଜାତି ରହିବନି, ସବୁ ଅବଧୂତିଆ ହେଇଯିବେ। ଅବଧୂତଙ୍କ ସାଧୁଙ୍କର କ'ଣ ଜାତିଭେଦ ଅଛି? ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର କ'ଣ ବାରଣ ଅଛି? ତା ବାରଣ ନାହିଁ। ସେମିତି ଏ ଯୋଉ କହିଲି, ଯେମିତି ହେଇଥିଲା କ'ଣ 1999 ମସିହା ବାତ୍ୟାରେ କ'ଣ ହେଲା, ଗୋଟେ ଜାଗାରେ ସମସ୍ତେ ସବୁ ଠା ଆଶ୍ରୟ ନେଲେ। ମହାପୁରୁଷ କହୁଛନ୍ତି ସେମିତି 2.5 ବର୍ଷ ଭିତରେ ମନୁଷ୍ୟ ଜୀବନ ରକ୍ଷା କରିବା ପାଇଁ ଜାତିଭେଦ କିଛି ନଥିବ, ଗୋଟେ ଜାଗାରେ ରହିଯାଇଥିବ, ଯାହା ହଉଥିବ ଏକାଠି ରୋଷେଇ କରିକି ଖାଉଥିବେ। ସର୍ବେ ହୋଇବେ ଅବଧୂତ, ବାନା ଉଡ଼ିବ ଏ ଜଗତ। ସର୍ବେ ଅବଧୂତ ହେଇଯିବେ, କହିଯିବି ମାନେ ବିକାର ବିହୀନ ହେଇଯିବେ, ବାନା ଉଡ଼ିବ ତ୍ରିଜଗତ। ମାନେ ସେ କଥାଟା ଚାରିଆଡେ ପରିପ୍ରକାଶ ହବ, ଏ ଲୁଚା ଛପା କଥା ନୁହେଁ। ଆଗହୁ ହୁଅ ସାବଧାନ, ଆତ୍ମଭକତି କର ଜ୍ଞାନ। ହେ ରାମ, ବେଳକୁ ସାବଧାନ ହେଇକି ରହିଥାଅ। ହେ ଭକ୍ତ ବୃନ୍ଦ, ବେଳକୁ ସାବଧାନ ହେଇଥାଅ। ଆଉ ଆତ୍ମଭକତି କର ଧ୍ୟାନ, ଆତ୍ମଜ୍ଞାନକୁ ଜାଗ୍ରତ କର। ଖାଲି ବହି ପଢିଲେ କିଛି ମହତ୍ଵ ନାହିଁ। ବୁଝି ହଉଛି ନା। ଆଚାର ବିଚାର ଯେ ଚାରି, ଗହଣେ ପଡିଯିବ ହୁରି। ଆଚାର ବିଚାର ଚାରି, ଏ ତ କହିଲେ ଆଚାର ବିଚାର 2, 4 କ'ଣ କହିଲେ ନା 4। ଆଚାର ବିଚାର ଚାଲି ଚଳନ, ଏତେ ହେଲା 4। ଜଗତ ପଡିଯିବ ହୁରି, ଗୋଟେ ପରିବର୍ତ୍ତନର ଅବବାହିକା ସୃଷ୍ଟି ହବ। ବିରଜା ସ୍ଥାନ ଛାଡିଯିବ, ଦ୍ରୌପଦୀ ଖପର ପଡିବ। ତାହେଲେ ଏଥିରୁ କ'ଣ ହଉଛି? ତାହେଲେ ପ୍ରେମ ବିନାଶ ହବ ହେଲା। ଏଥକୁ ଆଶ୍ରା ନିରାକାର, ଭଜତୁ ଶ୍ରୀହରି ପୟର। ଏ ବିପଦରୁ ରକ୍ଷା କରିବାକୁ ହେଲେ କିଏ? ସେଇ ପ୍ରଭୁ, ତା ବ୍ୟତୀତ ଆଉ କେହି ନାହାନ୍ତି। ହରିଣ କର ଲୋକ ହସା, ଅଚ୍ୟୁତି କରିଛି ଭରସା। ହେ ପ୍ରଭୁ, ଏ କଥା ସତ୍ୟ ହବ, ଯେମିତି ଅନ୍ୟଥା ନ ହୁଏ। ଅନ୍ୟଥା ହେଲେ ଲୋକ ହସା ମୁଁ ହେବି, ତୁ କ'ଣ, ତୋ ବାନାରେ କଳଙ୍କ ଲାଗିବ। 2.5 ବର୍ଷ ମହାବିପଦ। ବୁଝି ହଉଛି? ଏ 2.5 ବର୍ଷ ଭିତରେ କୋଉ ବର୍ଷ କ'ଣ ଘଟିବ ପୂର୍ବ ପୁରୁଷରେ କହିବା। ଜୟ ଜଗନ୍ନାଥ। ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ଭୋଳ ଆନନ୍ଦ କବା ହରି।